Hello and welcome to the channel ପିଲାମାନେ ସ୍ମାର୍ଟ ଷ୍ଟଡି ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ତ ପିଲାମାନେ ଆଜି ଆମେ ପଢ଼ିବାକୁ ଯାଉଛେ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିର ଦ୍ୱିତୀୟ ଅଧ୍ୟାୟ ଜୀବଜଗତର ବିବିଧତା। ତ ପିଲାମାନେ ଆଜି ଆମେ ଏହି ଭିଡ଼ିଓରେ ଦେଖିବା ଆମ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ବିବିଧତା, ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ ଏବଂ ଉଦ୍ଭିଦ ଗୁଡ଼ିକୁ କିପରି ଶ୍ରେଣୀ ବିଭାଗ କରିବା, ଯେପରିକି ଉଚ୍ଚତା ଅନୁସାରେ, ପତ୍ରର ଶିରା ବିନ୍ୟାସ ଅନୁସାରେ, ଉଦ୍ଭିଦର ମୂଳ ଅନୁସାରେ, ଉଦ୍ଭିଦର ବୀଜ ବା ମଞ୍ଜି ଅନୁସାରେ। ତ ପିଲାମାନେ ଡେରି ନ କରି ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। ତ ପିଲାମାନେ ଆମ ପାଠର ନାଁ ରହିଛି ଜୀବଜଗତର ବିବିଧତା। ତ ପିଲାମାନେ କେବେ ଭାବିଛ କି ଜୀବ ମାନେ କ'ଣ? ଜୀବ ମାନେ ହେଉଛି ଯାହାର ଜୀବନ ଥାଏ। ତ ପିଲାମାନେ ଆମ ଚତୁଃପାର୍ଶ୍ୱରେ ଯାହା ସବୁ ଦେଖାଯାଉଛି, ଜୀବ ଏବଂ ନିର୍ଜୀବ ମଧ୍ୟରେ କେଉଁମାନଙ୍କ ଭିତରେ ଜୀବନ ରହିଛି, ଯେମିତିକି ପ୍ରାଣୀ ଏବଂ ଉଦ୍ଭିଦ। ତ ଆଜି ଆମେ ପଢ଼ିବା ଏହି ପ୍ରାଣୀ ଏବଂ ଉଦ୍ଭିଦ ମାନଙ୍କ ମଧ୍ୟରେ ରହିଥିବା ବିବିଧତା। ବିବିଧତା ମାନେ ହେଉଛି ପିଲାମାନେ ଭିନ୍ନତା, ଯେମିତିକି କିଛି ପାର୍ଥକ୍ୟ ରହିଥିବ ଏବଂ କିଛି ସାମଞ୍ଜସ୍ୟ ରହିଥିବ। ତ ସେଇ ଜିନିଷକୁ ଆମେ ଆଲୋଚନା କରିବା ଆମର ଏହି ଅଧ୍ୟାୟରେ। ତ ଚାଲନ୍ତୁ ପିଲାମାନେ ଆରମ୍ଭ କରିବା। ପ୍ରଥମେ ଦେଖିବା ଆମ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ବିବିଧତା। ତ ପିଲାମାନେ ଦେଖ, ଆମ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଏବଂ ପ୍ରାଣୀଙ୍କ ମଧ୍ୟରେ କ'ଣ କ'ଣ ବିବିଧତା ରହିଥାଏ। ତ ପିଲାମାନେ ତୁମେ ସବୁବେଳେ ଦେଖୁଥିବ କେତେକ ପ୍ରାଣୀ ଭୂମିରେ ରହୁଥିବା ବେଳେ ଆଉ କେତେକ ଗଛରେ ବାସ କରନ୍ତି। ଯେପରିକି ପକ୍ଷୀମାନେ ଗଛ ଉପରେ ବାସ କରନ୍ତି, ମାଛ ପାଣିରେ ରହେ ଏବଂ ବେଙ୍ଗ ଭଳି କିଛି ପ୍ରାଣୀ ସ୍ଥଳ ଓ ଜଳ ଉଭୟରେ ବସବାସ କରନ୍ତି। ଏବଂ କିଛି ପ୍ରାଣୀମାନେ ମଧ୍ୟ ବିଭିନ୍ନ ପ୍ରକାରର ଖାଦ୍ୟ ଖାଆନ୍ତି ଏବଂ ସେମାନଙ୍କର ଚଳନ ଗତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତ ପିଲାମାନେ ଏହି ଜାଗାରେ ଦେଖ, ଯେଉଁ ପ୍ରାଣୀମାନେ ଭୂମିରେ ବାସ କରନ୍ତି ସେମାନଙ୍କୁ ଆମେ କ'ଣ କହିଥାଉ? ସେମାନଙ୍କୁ ଆମେ କହିଥାଉ ସ୍ଥଳଚର ପ୍ରାଣୀ। ଏବଂ ଯେଉଁ ପ୍ରାଣୀମାନେ ଜଳରେ ବାସ କରନ୍ତି ସେମାନଙ୍କୁ କହିଥାଉ ଆମେ ଜଳଚର ପ୍ରାଣୀ, ଯେପରିକି ବେଙ୍ଗ, ମାଛ, ଏମାନେ କ'ଣ ହେଇଯିବେ? ଜଳଚର ପ୍ରାଣୀ। କୁମ୍ଭୀର ଏସବୁ ହେଇଯିବେ ଜଳଚର ପ୍ରାଣୀ। କିନ୍ତୁ ବେଙ୍ଗ ଭଳି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ କି ଉଭୟ ସ୍ଥଳରେ ବି ବାସ କରନ୍ତି ଏବଂ ଜଳରେ ବି ବାସ କରନ୍ତି। ତ ସେହିଭଳି ପ୍ରାଣୀମାନଙ୍କୁ ଆମେ କହିଥାଉ ଉଭୟଚର ପ୍ରାଣୀ। ଏବେ ଆମେ ଦେଖିଲେ ଜଳଚର, ସ୍ଥଳଚର ଏବଂ ଉଭୟଚର ପ୍ରାଣୀ। ତ ପିଲାମାନେ ଯେଉଁ ପ୍ରାଣୀମାନେ ଜଳରେ ବାସ କରନ୍ତି, ସ୍ଥଳରେ ବାସ କରନ୍ତି ଏବଂ ଉଭୟରେ ବାସ କରନ୍ତି, ସେମାନେ ବଞ୍ଚିବା ପାଇଁ କିଛି ନା କିଛି ଖାଦ୍ୟ ତ ଖାଉଥିବେ ଏବଂ ସେମାନଙ୍କର ଚଳନ ଗତି ବି ଭିନ୍ନ ଭିନ୍ନ ହେଇଥିବ। ତ ଏବେ ଆମେ ଦେଖିବା ସେମାନଙ୍କ ମଧ୍ୟରେ ରହିଥିବା ବିବିଧତାକୁ। ପିଲାମାନେ ଏବେ ଜୈବ ବିବିଧତା ବା ଜୀବ ଜଗତର ବିବିଧତା କାହାକୁ କହିବା? ଦେଖ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥିବା ଉଦ୍ଭିଦ ଓ ପ୍ରାଣୀଙ୍କ ମଧ୍ୟରେ ବିବିଧତା ସେହି ଅଞ୍ଚଳର ଜୈବ ବିବିଧତାକୁ ସୂଚାଇଥାଏ। ତ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖାଯାଉଥିବା ଉଭୟ ଉଦ୍ଭିଦ ଓ ପ୍ରାଣୀମାନଙ୍କ ମଧ୍ୟରେ ଯେଉଁ ଭିନ୍ନତା ବା ବିବିଧତା ଦେଖାଯାଏ, ସେହି ଅଞ୍ଚଳର ଜୈବ ବିବିଧତାକୁ ତାହା ସୂଚାଇଥାଏ। ଏକ ଅଞ୍ଚଳର ଜୈବ ବିବିଧତାରେ ପ୍ରତ୍ୟେକ ସଦସ୍ୟଙ୍କର ଭିନ୍ନ ଭିନ୍ନ ଭୂମିକା ରହିଥାଏ। ତ ଗୋଟିଏ ଅଞ୍ଚଳରେ ଯେଉଁ ଉଦ୍ଭିଦ ଏବଂ ପ୍ରାଣୀ ରହିଥାନ୍ତି ସେମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଭୂମିକା ରହିଥାଏ। ଯେପରିକି ଆମେ ଗୋଟେ ଉଦାହରଣ ଦେଖିବା। ଦେଖ, ଉଦ୍ଭିଦ ପ୍ରାଣୀମାନଙ୍କୁ ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରିଥାଏ। ତା ବଦଳରେ ପ୍ରାଣୀମାନେ ଉଦ୍ଭିଦର ଫଳ ଖାଇବା ପରେ ମଞ୍ଜି ପକାଇ ଉଦ୍ଭିଦର ବଂଶ ବିସ୍ତାର କରିବାରେ ସାହାଯ୍ୟ କରିଥାନ୍ତି। ତ ପିଲାମାନେ ଯଦି ଆମେ ଦେଖିବା, ଗୋଟେ ଅଞ୍ଚଳରେ ଉଭୟ ଉଦ୍ଭିଦ ମଧ୍ୟ ବାସ କରନ୍ତି ଏବଂ ପ୍ରାଣୀ ମଧ୍ୟ ଦେଖାଯାଏ। ତ ଉଦ୍ଭିଦ ଆମକୁ କ'ଣ ପ୍ରଦାନ କରିଥାଏ? ଖାଦ୍ୟ ଏବଂ ଆଶ୍ରୟ। ଆମେ ଉଦ୍ଭିଦ ଠାରୁ ଫଳ ପାଇଥାଉ, ସେହି ଫଳକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ। ଆଚ୍ଛା ପିଲାମାନେ, ଯେତେବେଳେ ଆମେ ଗୋଟେ ଫଳକୁ ଖାଉଛୁ ତା ଭିତରେ ମଞ୍ଜି ତ ନିଶ୍ଚୟ ରହିଥିବ। ତ ସେହି ମଞ୍ଜିକୁ ଆମେ କୌଣସି ଜାଗାରେ ଯଦି ପକାଇଦେବା, ସେଠିରୁ ଆଉ ଗୋଟିଏ ଗଛ ସୃଷ୍ଟି ହେଇଯିବ। ତ ସେଇଟା ହେଉଛି ବଂଶ ବିସ୍ତାର। ତାକୁ ଆମେ ବଂଶ ବିସ୍ତାର ବୋଲି କହିଥାଉ। ନିଜ ପରି ଆଉ ଗୋଟିଏ ଜିନିଷ ଜାତ କରିବାକୁ ତାହା ବଂଶ ବିସ୍ତାର କୁହାଯାଏ।
ତ ଆମେ ଉଦ୍ଭିଦ ଠାରୁ ଖାଦ୍ୟ ଏବଂ ଆଶ୍ରୟ ପାଇଥାଉ, ତା ବଦଳରେ ଆମେ ଉଦ୍ଭିଦର ବଂଶ ବିସ୍ତାର କରିବାରେ ସାହାଯ୍ୟ କରିଥାଉ। ତ ଏହାକୁ ଆମେ ତ ଏହିଭଳି ଭାବରେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ପରସ୍ପର ନିର୍ଭରଶୀଳତା ରହିଥାଏ। ଏଥିରୁ ଜଣା ପଡୁଛି ଯେ ଉଦ୍ଭିଦ ଓ ପ୍ରାଣୀମାନେ ପରସ୍ପର ଉପରେ ନିର୍ଭରଶୀଳ। ତ ପିଲାମାନେ ଏବେ ଆମେ ଦେଖିବା ଉଦ୍ଭିଦ ମାନଙ୍କୁ କିପରି ଭାବରେ ଶ୍ରେଣୀ ବିଭାଗ କରିପାରିବା। ତ ଯେତେବେଳେ ଆମେ ଗୋଟିଏ ଉଦ୍ଭିଦକୁ ଦେଖୁଛୁ, ଦେଖ ବିଭିନ୍ନ ପ୍ରକାର ଉଦ୍ଭିଦର କାଣ୍ଡ, ପତ୍ର, ଫୁଲ ଆଦି ଅଂଶର ବୈଶିଷ୍ଟ୍ୟରେ ଭିନ୍ନତା ଥିବାର ତୁମେ ଦେଖିଥିବ। ତ ପିଲାମାନେ ଆମ ପରିବେଶରେ ଯେତେ ବି ଉଦ୍ଭିଦ ରହିଛନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରକାରର ଭିନ୍ନତା ଦେଖାଯାଏ। ଯେପରି କିଛି ଉଦ୍ଭିଦରେ ଫୁଲ ହୁଏ ଏବଂ କିଛି ଉଦ୍ଭିଦରେ ଫୁଲ ହୁଏ ନାହିଁ। କିଛି ଉଦ୍ଭିଦର ପତ୍ରରେ ଜାଳ ପରି ଶିରା ବିନ୍ୟାସ ରହିଥାଏ ଏବଂ କିଛି ଉଦ୍ଭିଦର ପତ୍ର ସରୁ ହେଇକି ଗୋଟେ ମାତ୍ର ହେଇଥାଏ। କିଛି ଉଦ୍ଭିଦର ଫୁଳ ଅଲଗା ପ୍ରକାର ରହିଥାଏ ଏବଂ କିଛି ଉଦ୍ଭିଦର ଫୁଲ ଅଲଗା ପ୍ରକାର ହୋଇଥାଏ, କିମ୍ବା କିଛି ଉଦ୍ଭିଦରେ ଫୁଲ ହୁଏ ନାହିଁ ଏବଂ କିଛି ଉଦ୍ଭିଦରେ ଫୁଲ ହୋଇଥାଏ। ତ ଏପରି ଯେଉଁ ଅଂଶ ମାନେ ରହିଛି ସେଥିରେ ଅନେକ ପ୍ରକାରର ଭିନ୍ନତା ଦେଖାଯାଏ। ତ ବିଭିନ୍ନ ଉଦ୍ଭିଦର କାଣ୍ଡ ଗୁଡ଼ିକର ମୋଟେଇ, ଉଚ୍ଚତା ଓ କଠିନତା ଭିନ୍ନ ଭିନ୍ନ ହୋଇଥିବା ବେଳେ ପତ୍ରର ଆକୃତି, ତାହାର ରଙ୍ଗ, ଆକାର ଏବଂ ସଜ୍ଜୀକରଣ ଭିନ୍ନ ଭିନ୍ନ ହୋଇଥାଏ। ଏବଂ ପିଲାମାନେ ତୁମେ ମଧ୍ୟ ପୂର୍ବ ଶ୍ରେଣୀରେ ଶିଖିଥିବ ଯେ ଉଚ୍ଚତା ଏବଂ କାଣ୍ଡର ପ୍ରକାର ଆଧାରରେ ଉଦ୍ଭିଦ ଗୁଡ଼ିକୁ ଗୁଳ୍ମ, ବୁଦା ଏବଂ ଗଛରେ ବିଭକ୍ତ କରାଯାଇପାରେ। ତ ପିଲାମାନେ ଉଦ୍ଭିଦର ଉଚ୍ଚତା ଏବଂ କାଣ୍ଡକୁ ଆଧାର କରି ଉଦ୍ଭିଦ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ନା 3 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ କିଏ କିଏ? ସେଗୁଡ଼ିକ ହେଇଗଲେ ଆମର ଗୁଳ୍ମ, ବୁଦା ଏବଂ ଗଛ। ଆସ ଉଦ୍ଭିଦର ବୈଶିଷ୍ଟ୍ୟ ଗୁଡ଼ିକୁ ଅଧିକ ବିସ୍ତୃତ ଭାବରେ ଅଧ୍ୟୟନ କରିବା ଏବଂ ସେହି ଆଧାରରେ ସେମାନଙ୍କୁ ଶ୍ରେଣୀ ବିଭାଗ କରିବା। ତ ଦେଖ ପିଲାମାନେ ଉଦ୍ଭିଦର ଶ୍ରେଣୀ ବିଭାଗ, ଉଦ୍ଭିଦ ମାନଙ୍କୁ କିପରି ଭାବରେ ଆମେ ଶ୍ରେଣୀ ବିଭାଗ କରିପାରିବା। ଦେଖ ଉଚ୍ଚତା ଅନୁସାରେ ଆମେ ଶ୍ରେଣୀ ବିଭାଗ କରିଛୁ ବୁଦା, ଗୁଳ୍ମ, ବୃକ୍ଷ ବା ଗଛ ଏବଂ ଲତା। ଏବଂ ଉଦ୍ଭିଦର ପତ୍ରର ଶିରା ବିନ୍ୟାସ ଅନୁସାରେ ଉଦ୍ଭିଦ ମାନଙ୍କୁ 2 ଭାଗରେ ବିଭକ୍ତ କରାଯାଇଛି, ଯେପରି ଜାଳକ ଶିରା ବିନ୍ୟାସ ଏବଂ ସମାନ୍ତରାଳ ଶିରା ବିନ୍ୟାସ। ତାପରେ ଆମର ରହିଲା ଉଦ୍ଭିଦର ମୂଳ ଅନୁସାରେ ମଧ୍ୟ ଉଦ୍ଭିଦକୁ 2 ଭାଗରେ ବିଭକ୍ତ କରାଯାଇଛି, ପ୍ରଧାନ ମୂଳ ଏବଂ ଗୁଚ୍ଛ ମୂଳ। ତାପରେ ବୀଜ ଅନୁସାରେ ଉଦ୍ଭିଦ ମାନଙ୍କୁ 2 ଭାଗରେ ବିଭକ୍ତ କରାଯାଇଛି, ଏକ ବୀଜ ଉଦ୍ଭିଦ ଏବଂ ଦ୍ୱିବୀଜ ଉଦ୍ଭିଦ। ତ ପ୍ରଥମେ ଦେଖିବା ପିଲାମାନେ ଉଚ୍ଚତା ଅନୁସାରେ ବୁଦା, ଗୁଳ୍ମ, ବୃକ୍ଷ ବା ଗଛ ଏବଂ ଲତା। ଏବେ ବୁଦା କାହାକୁ କହିବା, ଗୁଳ୍ମ କାହାକୁ କହିବା, ବୃକ୍ଷ ବା ଗଛ କାହାକୁ କହିବା ଏବଂ ଲତା କାହାକୁ କହିବା। ତ ଚାଲ ଆରମ୍ଭ କରିବା ଏବେ ବୁଦା କାହାକୁ କହିବା। ତ ପିଲାମାନେ ଦେଖ ପ୍ରଥମେ ଦେଖିବା ଉଚ୍ଚତା ଅନୁସାରେ ବୃକ୍ଷ ବା ଗଛ କାହାକୁ କହିବା। କେତେକ ଉଦ୍ଭିଦ ଡେଙ୍ଗା ହୋଇଥାଏ ଏବଂ ସେଗୁଡ଼ିକର କାଣ୍ଡ ଶକ୍ତ, ମୋଟା, ବାଦାମୀ ଏବଂ କଠିନ ଡାଳ ଥାଏ। ଯେପରି ଦେଖ ଏଠାରେ ଗୋଟେ ଚିତ୍ର ଦିଆଯାଇଛି ଗୋଟେ ବୃକ୍ଷର। ଏହାର କାଣ୍ଡ କିପରି ହେଇଥିବ, ଶକ୍ତ ହେଇଥିବ ମାନେ ଟାଣ ହେଇଥିବ ଏବଂ ତାର କାଣ୍ଡଟା ମୋଟା ରହିଥିବ ଏବଂ ସେ କାଣ୍ଡର ରଙ୍ଗ ହେଇଥିବ ବାଦାମୀ ଏବଂ ତାର ଡାଳ ଗୁଡ଼ିକ ସବୁ କଠିନ ହେଇଥିବେ। ସେଗୁଡ଼ିକର ଶାଖା ଗୁଡ଼ିକ ସାଧାରଣତଃ ଉଚ୍ଚ ଓ ମାଟି ଠାରୁ ଦୂରରୁ ବାହାରିଥାନ୍ତି। ତ ଏହି ଉଦ୍ଭିଦର ଯେଉଁ ଶାଖା ମାନେ ବାହାରିଥିବେ ସେଗୁଡ଼ିକ ମାଟିରୁ ଅନେକ ଉଚ୍ଚରେ ମାନେ ବହୁତ ଉଚ୍ଚରେ ବାହାରିଥିବେ ଏବଂ ମାଟି ଠାରୁ ଦୂରରେ ରହିଥିବେ, ସେଗୁଡ଼ିକୁ ବୃକ୍ଷ ବା ଗଛ କୁହାଯାଏ। ତ ଏହି ବୃକ୍ଷ ବା ଗଛର ଉଦାହରଣ କଣ ହେଇଯିବ ପିଲାମାନେ? ଆମ୍ବ ଗଛ, ବର ଗଛ, ଅଶ୍ୱତଥ ଗଛ, ଏମାନେ ସମସ୍ତେ ହେଇଯିବେ ଉଦ୍ଭିଦର ବୃକ୍ଷର ଗୋଟେ ଉଦାହରଣ। ତ ବୁଝିହେଲା ପିଲାମାନେ। ଏବେ ଦେଖିବା ବୁଦା ଗଛ କାହାକୁ କହିବା। ତ ଦେଖ ପିଲାମାନେ କେତେକ ଉଦ୍ଭିଦ ବୃକ୍ଷ ଭଳି ଲମ୍ବା ହୋଇନଥାନ୍ତି, ଯେପରି ବୃକ୍ଷ ମାଟିରୁ ବହୁତ ଉପରେ ତାର ଶାଖା ପ୍ରଶାଖା ମେଲଉଥିଲା। କିଛି ଉଦ୍ଭିଦ ଏମିତି ଥାନ୍ତି ଯେଉଁମାନେ କି ବୃକ୍ଷ ଭଳି ଲମ୍ବା ହୋଇ ନଥାନ୍ତି
ଏଗୁଡ଼ିକରେ ଅନେକ ବାଦାମୀ କାଣ୍ଡ ରହିଥାଏ। ତ ଏଗୁଡ଼ିକର କାଣ୍ଡର ରଙ୍ଗ ମଧ୍ୟ କିପରି ଥାଏ? ବାଦାମୀ ଥାଏ। କିନ୍ତୁ ଏହା କ'ଣ ହୋଇଥାଏ? ମାଟିର ବହୁତ ନିକଟରେ ବାହାରିଥାନ୍ତି। ଏହି କାଣ୍ଡ ଗୁଡ଼ିକ ଶକ୍ତ, କିନ୍ତୁ ବୃକ୍ଷର କାଣ୍ଡ ଭଳି ମୋଟା ନୁହେଁ। ତ ଆମର ଏଇ ଯେନ୍ ବୁଦା ଗଛ ମାନେ ବୁଦା ଉଦ୍ଭିଦଟା ରହିଛି, ସେ ବୁଦା ଉଦ୍ଭିଦର କାଣ୍ଡଟା ଶକ୍ତ ହୋଇଥାନ୍ତି, କିନ୍ତୁ ବୃକ୍ଷର କାଣ୍ଡ ଯେମିତି ମୋଟା ଥାଏ, ଏହି ବୁଦା ଉଦ୍ଭିଦର କାଣ୍ଡଟା ସେହିପରି ମୋଟା ହୋଇନଥାଏ। ଏହି ପ୍ରକାରର ଉଦ୍ଭିଦକୁ ଆମେ ବୁଦା କହିଥାଉ। ତ ଉଦାହରଣ ସ୍ୱରୂପ ଯଦି ଆମେ ଦେଖିବା, ତାର ଉଦାହରଣ କ'ଣ ହେଇଯିବ ନା ଗୋଲାପ ଗଛ। ଗୋଲାପ ଗଛକୁ ଆମେ ବୁଦା କହିଥାଉ। ତ ବୁଝିଗଲା ପିଲାମାନେ, ବୁଦା ଆମେ କାହାକୁ କହିବା ନା ଯେଉଁ ଉଦ୍ଭିଦର କାଣ୍ଡଟା ବାଦାମୀ ରଙ୍ଗର ହେଇଥିବ, କିନ୍ତୁ ବୃକ୍ଷ ଭଳି ଶକ୍ତ ହୋଇନଥିବ ବା ତା ଭଳି ମୋଟା ହୋଇନଥିବ, ସେହି ପ୍ରକାରର ଉଦ୍ଭିଦକୁ ଆମେ ବୁଦା କହିବା। ଏବଂ ଆଉ ଗୋଟେ ଜିନିଷ ପିଲାମାନେ ଏଥିରେ ମନେ ରଖିଥିବ, ଉଦ୍ଭିଦର ଆମର ଏଇ ଯେଉଁ ବୁଦା ଉଦ୍ଭିଦ ରହିଛି, ଏ ଯେଉଁ ବୁଦା ଉଦ୍ଭିଦ ରହିଛି, ଏଇ ବୁଦା ଉଦ୍ଭିଦର ଯେଉଁ ଶାଖା ରହିଥାଏ, ସେଇଟା ମାଟିରୁ ବହୁତ ନିକଟତର ହୋଇକି ରହିଥାଏ। ତ ବୁଝିଗଲା ପିଲାମାନେ। ଏବେ ଦେଖିବା ଗୁଲ୍ମ। କ'ଣ ରହିଗଲା? ଗୁଲ୍ମ। ଗୁଲ୍ମ କାହାକୁ କହିବା? ଦେଖ, ଏଠାରେ ଗୋଟେ ଚିତ୍ର ଦିଆଯାଇଛି। ଏଇଟା କାହାର ଗଛ କିରେ ପିଲାମାନେ? ନା ଟମାଟୋର ଗଛ, ହଁ ନା। ତ ଏବେ ଦେଖିବା ଗୁଲ୍ମ ଉଦ୍ଭିଦ କାହାକୁ କୁହାଯିବ। କେତେକ ଉଦ୍ଭିଦ ସାଧାରଣତଃ ଛୋଟ, କୋମଳ ଏବଂ ସବୁଜ କାଣ୍ଡ ବିଶିଷ୍ଟ ହୋଇଥାନ୍ତି। ତ ପିଲାମାନେ କେତେକ ଉଦ୍ଭିଦ ଏମିତି ଥାନ୍ତି ଯେଉଁମାନେ କି ଛୋଟ ହୋଇଥାନ୍ତି ଏବଂ ତାର ଶାଖା ପ୍ରଶାଖା ବହୁତ କୋମଳ ହୋଇଥାଏ ଏବଂ ସେହି ଶାଖା ପ୍ରଶାଖା ବା କାଣ୍ଡର ରଙ୍ଗ ସବୁଜ ହୋଇଥାଏ। ଏବଂ ଆଉ ଗୋଟେ ଜିନିଷ ପିଲାମାନେ, ଏହାର କାଣ୍ଡକୁ ଯଦି ଆମେ ହାତରେ ଭାଙ୍ଗିବା, ଅତି ସହଜରେ ସେଇଟା ଭାଙ୍ଗିଯିବ। ତ ଏହି ପ୍ରକାରର ଉଦ୍ଭିଦ ଗୁଡ଼ିକୁ ଆମେ ଗୁଲ୍ମ ବୋଲିକି କହିଥାଉ। ତ ଗୁଲ୍ମ ଉଦ୍ଭିଦ ଆମେ କାହାକୁ କହିବା ନା ଯେଉଁ ଉଦ୍ଭିଦ ଛୋଟ ହେଇଥିବ, କୋମଳ ହେଇଥିବ ଏବଂ ତାର କାଣ୍ଡର ରଙ୍ଗ ସବୁଜ ହୋଇଥିବ, ସେହି ପ୍ରକାରର ଉଦ୍ଭିଦକୁ ଆମେ ଗୁଲ୍ମ ଉଦ୍ଭିଦ କହିବା। ତ ଗୁଲ୍ମ ଉଦ୍ଭିଦର ଉଦାହରଣ କ'ଣ ହେଇଯିବ? ଏଠାରେ ଦେଖ ଚିତ୍ରରେ ଦିଆଯାଇଛି। କ'ଣ ଅଛି ଚିତ୍ରରେ? ନା ଟମାଟୋ ଗଛ ଅଛି। ତ ବୁଝା ପଡ଼ିଲା। ଏବେ ଦେଖିବା ଲତା। ଲତା କାହାକୁ କହିବା ଆମେ? ଲତା। ତ ଏବେ ଦେଖ ପିଲାମାନେ, ଉଚ୍ଚତା ଅନୁସାରେ ଆମର ଲାଷ୍ଟ ଲତା କାହାକୁ କହିବା? ଏବେ ଆମେ କ'ଣ ଦେଖିଥିଲା ନା ଗୁଲ୍ମ। ଗୁଲ୍ମର ଯେଉଁ କାଣ୍ଡଟା ରହିଥାଏ, କ'ଣ ରହିଥାଏ? ବହୁତ କୋମଳ ହେଇକି ରହିଥାଏ। ତ ସେହି କାଣ୍ଡଟା ଯଦି କୌଣସି ଉଦ୍ଭିଦର ଦୁର୍ବଳ କାଣ୍ଡ ହୋଇଥିବ, କେତେକ ଉଦ୍ଭିଦ ଚଢ଼ିବା ଏବଂ ମାଡ଼ିବା ପାଇଁ ଆଶ୍ରୟର ଆବଶ୍ୟକ କରନ୍ତି। କିଛି ଉଦ୍ଭିଦ ଏମିତି ଥାନ୍ତି ଯେଉଁମାନଙ୍କର କାଣ୍ଡଟା ତ ଦୁର୍ବଳ ହୋଇଥାଏ ଏବଂ ସେମାନେ ଚଢ଼ିବା ପାଇଁ କିମ୍ବା କୌଣସି ଜାଗାରେ ମାଡ଼ିବା ପାଇଁ ସେମାନେ ଅନ୍ୟର ଆଶ୍ରୟ ନେଇଥାନ୍ତି ଏବଂ ସେହିଭଳି ଉଦ୍ଭିଦକୁ ଆମେ ଲତା କହିଥାଉ। ତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଶ୍ରିତ ଲତା କହୁଥିବା ବେଳେ ଅନ୍ୟ କେତେକଙ୍କୁ ବିନା ଆଶ୍ରିତ ଲତା କୁହାଯାଏ। ତ ଆମର ଯେଉଁ ଲତା ରହିଛି ପିଲାମାନେ, ସେହି ଲତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ଆଶ୍ରିତ ଲତା, ଆଉ ଗୋଟେ ହେଇଯିବ ବିନା ଆଶ୍ରିତ ଲତା। ବିନା ଆଶ୍ରିତ ଲତା। ତ ବୁଝିହେଲା। ଏବେ ଦେଖ, ଆଶ୍ରିତ ଲତା କାହାକୁ କହିବା ଏବଂ ବିନା ଆଶ୍ରିତ ଲତା କାହାକୁ କହିବା? ତ ଦେଖ ପିଲାମାନେ, ଆଶ୍ରିତ ଲତା ତା ନାଁରୁ ହିଁ ଜଣା ପଡୁଛି କ'ଣ କରୁଥିବ? ଅନ୍ୟର ଆଶ୍ରୟ ନେଉଥିବ। ଆଶ୍ରୟ ନେଇ ବଢୁଥିବା ଲତାକୁ ଆଶ୍ରିତ ଲତା କୁହାଯାଏ। ତ ଆଚ୍ଛା ପିଲାମାନେ, ତୁମେ ଚତୁଃପାର୍ଶ୍ୱରେ ଯେତେବେଳେ ଦେଖୁଛ କେଉଁ ଲତା ମାନେ ଅନ୍ୟର ଆଶ୍ରୟ ନେଇ ବଢିଥାନ୍ତି? ତ ତୁମେ କହିବା ଏଠାରେ ସାର୍ ଆମେ ଦେଖିଛୁ କୁନ୍ଦୁରୁ ଗଛ, ହଁ କି ନାହିଁ? କୁନ୍ଦୁରୁ, ତାପରେ ହେଇଗଲା କାକୁଡ଼ି। ଏମାନେ କ'ଣ କରନ୍ତି? ଅନ୍ୟ ଆଶ୍ରୟ ନେଇ ଉପରକୁ ବଢିଥାନ୍ତି। ଏବଂ ବିନା ଆଶ୍ରିତ ଲତା କାହାକୁ କହିବା? ବିନା ଆଶ୍ରୟରେ ମାଟିରେ ମାଡୁଥିବା ଲତାକୁ। ଏଠାରେ କି ପଏଣ୍ଟ ଦେଖ ପିଲାମାନେ, ମାଟିରେ ମାଡ଼ି ରହୁଥିବ ଏଇ ଲତାକୁ ଆମେ କହିବା ବିନା ଆଶ୍ରିତ ଲତା। ବା ଯେଉଁ ଲତାଟା କୌଣସି ବିନା ଆଶ୍ରୟରେ ମାଟିରେ ମାଡ଼ିକି ରହୁଥିବ, ସେହି ପ୍ରକାରର ଲତାକୁ ଆମେ ବିନା ଆଶ୍ରିତ ଲତା କହିବା। ତ ପିଲାମାନେ ଏବେ କହ, ବିନା ଆଶ୍ରିତ ଲତା କାହାକୁ କହିବା ଆମେ? ତ ବିନା ଆଶ୍ରିତ ଲତାର ଗୋଟେ ଉଦାହରଣ ଦେଲା। ସମସ୍ତେ ତରଭୁଜ ଗଛ ଦେଖିଥିବ। ତରଭୁଜ ଗଛଟା କେଉଁଠାରେ ରହେ? ନା ମାଟିରେ ମାଡ଼ି ହେଇକି ରହିଥାଏ, ହଁ କି ନାହିଁ? ତ ଆମ ବିନା ଆଶ୍ରିତ ଲତାର ଉଦାହରଣ ଗୋଟେ ହେଇଯିବ ତରଭୁଜ। ଆଉ କ'ଣ ହେବ?
ନା ମାଖନ, ମାଖନଟା କ'ଣ ଉପରକୁ ବଢିକି ରହିଥାଏ କି? ନାହିଁ, ସେ କ'ଣ ହୁଏ ମାଟିରେ ମାଡ଼ିକି ରହିଥାଏ। ତ ବିନା ଆଶ୍ରିତ ଲତାର ଉଦାହରଣ ହେଇଯିବ ମାଖନ, ତରଭୁଜ, କଖାରୁ, ଏମାନେ ସମସ୍ତେ ବିନା ଆଶ୍ରିତ ଲତା। ଆଚ୍ଛା ପିଲାମାନେ, ଏଇ କଖାରୁ, ମାଖନ ଏବଂ ତରଭୁଜକୁ ଆମେ ବିନା ଆଶ୍ରିତ ଲତା କାହିଁକି କହୁଛୁ? କାରଣ ସେ କାହାରି ଆଶ୍ରୟ ନେଉନଥାଏ। ଏବଂ ଆଉ ଗୋଟେ ପିଲାମାନେ, ଯେତେ ବି ଆମର ବିନା ଆଶ୍ରିତ ଲତା ଅଛନ୍ତି, ତୁମେ ଅନୁମାନ କରିବ ସେମାନଙ୍କର ଫଳଟା କ'ଣ ହେଇଥାଏ? ବହୁତ ବଡ଼ ଏବଂ ଓଜନିଆ ହେଇଥାଏ, ଯାହା ଫଳରେ ସେମାନେ ଆଶ୍ରୟ ନେଇକି ରହିପାରିନଥାନ୍ତି। ଯଦି ତୁମେ ଗୋଟେ ମାଖନ ଗଛକୁ କିଛି ଆଶ୍ରୟ ଦେବ, ସେ ଆଶ୍ରୟ ନେଇ ଉପରକୁ ବଢିଲା ପରେ ତାର ଯେଉଁ ଫଳ ହେବ ବହୁତ ଓଜନ ହେଇଯିବ ଏବଂ ଯାହା ସାହାଯ୍ୟରେ ସେ ଆଶ୍ରୟ ନେଇଥିବ ସେଇଟା କ'ଣ ହେବ? ଭାଙ୍ଗି ଯାଇକି ମାଟିରେ ପଡ଼ିଯିବ। ତ ତା ବଦଳରେ ଏ କ'ଣ କରିଥାଏ? ବିନା ଆଶ୍ରୟରେ ମାଟିରେ ମାଡ଼ିକି ରହିଥାଏ। ତ ଏହାକୁ ବିନା ଆଶ୍ରିତ ଲତା ବୋଲି କୁହାଯାଏ। ତ ବୁଝି ହେଲା ପିଲାମାନେ, ଉଦ୍ଭିଦ ମାନଙ୍କୁ ଆମେ କେତେ ଭାଗରେ ବିଭକ୍ତ କରିଥିଲା ତା ଉଚ୍ଚତା ଅନୁସାରେ? ନା 4 ଭାଗରେ ବିଭକ୍ତ କରିଥିଲା। କ'ଣ କ'ଣ? ବୃକ୍ଷ, ବୁଦା, ଗୁଲ୍ମ ଏବଂ ଲତା। ଲତାକୁ ଆମେ ପୁଣି କେତେ ଭାଗରେ ବିଭକ୍ତ କରିଥିଲା? 2 ଭାଗରେ। ଗୋଟେ ହେଲା ଆଶ୍ରିତ ଲତା ଏବଂ ଗୋଟେ ହେଇଗଲା ବିନା ଆଶ୍ରିତ ଲତା। ବିନା ଆଶ୍ରିତ ଲତାର ଉଦାହରଣ ହେଉଯିବ ମାଖନ, ତରଭୁଜ ଏବଂ ଆଶ୍ରିତ ଲତାର ଉଦାହରଣ ହେଉଯିବ କାକୁଡ଼ି। ତ ବୁଝି ହେଲା ପିଲାମାନେ। ଏବେ ଯିବା ଆଗକୁ। ଏବେ ଆଗକୁ ଦେଖିବା ପତ୍ରର ଶିରା ବିନ୍ୟାସ ଅନୁସାରେ ଉଦ୍ଭିଦ ମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ଶିରା ଆମେ କାହାକୁ କହିବା? ତ ଦେଖ ପିଲାମାନେ, ଏଠାରେ ଗୋଟେ ଚିତ୍ର ଦିଆଯାଇଛି। ଗୋଟେ ପତ୍ର ଅଛି ଏବଂ ପତ୍ରର କିଛି ଅଂଶକୁ ଜୁମ୍ କରିକି ତୁମମାନଙ୍କୁ ଦେଖାଯାଇଛି। ଦେଖିପାରୁଥିବ ଏଠାରେ ଜୁମ୍ ହେଇକି ରହିଛି। ଏବଂ ଏହି ଯେଉଁ ଜୁମ୍ ହେଇକି ରହିଛି, ଏଇ ଜୁମିଂ ପତ୍ରରେ ଧ୍ୟାନ ଦେଇକି ଦେଖନ୍ତୁ। ଦେଖ, ଶିରା ଆମେ କାହାକୁ କହିବା? ଗଛର ପତ୍ରରେ ସରୁ ରେଖା ଦେଖିପାରିବ। ତ ଦେଖ, ଏଇ ଯୋଉ ପତ୍ରଟା ରହିଛି, ଏଇ ପତ୍ରରେ ଅନେକ ପ୍ରକାରର ସରୁ ରେଖା ମାନେ ରହିଛନ୍ତି, ହଁ କି ନାଇଁ? ଦେଖ, ଏଇଟା ସବୁ ଗୋଟେ ଗୋଟେ ହେଲା ସରୁ ରେଖା। ଏଗୁଡ଼ିକ ହେଉଛି ପତ୍ରର ଶିରା। ଏହି ଯେଉଁ ରେଖା ମାନେ ରହିଛି, ଏହି ରେଖା ମାନଙ୍କୁ ଆମେ କହିଥାଉ ଶିରା ବୋଲିକରି। ତ ଦେଖ, ଏହି ଯେଉଁ ପତ୍ରରେ ଶିରା ଗୁଡ଼ିକର ଯେଉଁ ଢାଞ୍ଚାଟା ରହିଛି, ସେହି ଢାଞ୍ଚାକୁ ଆମେ ଶିରା ବିନ୍ୟାସ କହିଥାଉ। ଦେଖ, ଏଠାରେ ଗୋଟେ ମଝିରେ ଗୋଟେ ଲମ୍ବା ହେଇକି ରହିଛି, ତାପରେ ତା ସାଇଡରୁ ଅନେକ ଗୁଡ଼ିଏ ବାହାରିଛି ଏବଂ ସେଇ ଅନେକ ଗୁଡ଼ିଏରୁ ଆହୁରି ଅନେକ ଗୁଡ଼ିଏ ବାହାରିଛି, ଭିତରେ ଭିତରକୁ ଜାଳ ପରି ରହିଛି। ତ ଏହାକୁ କହିଥାଉ ଆମେ ଶିରା ବିନ୍ୟାସ। ତ ପତ୍ରରେ ଥିବା ଶିରା ଗୁଡ଼ିକର ଢାଞ୍ଚାକୁ ଆମେ କ'ଣ କହିଥାଉ? ଶିରା ବିନ୍ୟାସ କହିଥାଉ। ତ ବୁଝି ହେଲା ଶିରା କାହାକୁ କହିବା? ନା ପତ୍ରରେ ଯେଉଁ ରେଖା ରହିଥାଏ, ସେଇ ସରୁ ରେଖାକୁ ଆମେ ଶିରା କହିଥାଉ ଏବଂ ସେହି ଶିରା ଗୁଡ଼ିକର ଢାଞ୍ଚାକୁ ଆମେ ଶିରା ବିନ୍ୟାସ କହିଥାଉ। ଏବେ ଦେଖିବା ଶିରା ବିନ୍ୟାସ ଅନୁସାରେ ପତ୍ରକୁ କେତେ ଭାଗରେ ବିଭକ୍ତ କରାଯାଇଛି। ତ ପିଲାମାନେ, ଶିରା ବିନ୍ୟାସ ଅନୁସାରେ ପତ୍ରକୁ 2 ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ? ସମାନ୍ତରାଳ ଶିରା ବିନ୍ୟାସ ଏବଂ ଜାଲକ ଶିରା ବିନ୍ୟାସ। ତ ଏବେ ଦେଖିବା ସମାନ୍ତରାଳ ଶିରା ବିନ୍ୟାସ। ଆଚ୍ଛା ପିଲାମାନେ, ଏଇ ନାଁକୁ ଧ୍ୟାନ ଦିଅ, ସମାନ୍ତରାଳ ଶିରା ବିନ୍ୟାସ। ସମାନ୍ତରାଳ ଶିରା ବିନ୍ୟାସ ମାନେ ସେଇ ପତ୍ରର ଶିରାଟା କିପରି ହେଇଥିବ? ପୁରା ସମାନ୍ତର ଭାବେ ରହିଥିବ, ହଁ କି ନାଇଁ? ଏବେ ଦେଖିବା, କେତେକ ପତ୍ରରେ ତୁମେ ଦେଖିପାରିବ ଯେ ଶିରା ଗୁଡ଼ିକ ସମାନ୍ତରାଳ ଭାବରେ ରହିଥାଏ। ଏହି ଢାଞ୍ଚାକୁ ସମାନ୍ତରାଳ ଶିରା ବିନ୍ୟାସ କୁହାଯାଏ। ଯେପରି ଦେଖ, ଯଦି ଆମେ ଗୋଟେ କଦଳୀ ପତ୍ରକୁ ଦେଖିବା, ଏଇ କଦଳୀ ପତ୍ରରେ ଯେଉଁ ଶିରା ଗୁଡ଼ିକ ରହିଥିବ, କଦଳୀ ପତ୍ର କିପରି ରହିଥାଏ? ଏହିପରି ଭାବରେ। ଏବଂ ତାର ଶିରାର ଢାଞ୍ଚା ଗୁଡ଼ିକ କିପରି? ପୁରା ସମାନ୍ତର ଭାବରେ ରହିଥାନ୍ତି। ଏବଂ ଯଦି ଆମେ କୌଣସି ଘାସକୁ ଦେଖିବା, ଏହି ଘାସର କିପରି ରହିଥାଏ? ଏହିପରି। ଏବଂ ଯେଉଁ ମଝିରେ ଗୋଟେ ଶିରା ଥାଏ, ସେଇଟା ଗୋଟେ ଘାସ ପତ୍ରକୁ ସମାନ୍ତର ଭାବରେ 2 ଭାଗ କରୁଥାଏ। ତ ଏହାକୁ ଆମେ କହିଥାଉ ସମାନ୍ତରାଳ ଶିରା ବିନ୍ୟାସ। ଆଉ କେଉଁ ଉଦ୍ଭିଦର ପତ୍ରରେ ଦେଖାଯାଏ ପିଲାମାନେ? ଧାନ ଗଛ ଦେଖିଛ, ସେଇ ଧାନ ଗଛରେ ମଧ୍ୟ ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ। ତାପରେ ମକା ଗଛର ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ। କଦଳୀ ଗଛର ପତ୍ରରେ ସମାନ୍ତରାଳ ଶିରା ବିନ୍ୟାସ ଦେଖାଯାଏ। ତ ଏହି ସବୁ ଗୋଟେ ଗୋଟେ ହେଇଗଲା ଆମ ସମାନ୍ତରାଳ ଶିରା ବିନ୍ୟାସର ଉଦାହରଣ। ଏବେ ଦେଖିବା ଜାଲକ ଶିରା ବିନ୍ୟାସ। ତ ଏବେ ଦେଖ, ଜାଲକ ଶିରା ବିନ୍ୟାସ। ତ ଶିରାଟା କିପରି ରହିଥିବ? ଆମ ପତ୍ରର ବା ଉଦ୍ଭିଦର ଯେଉଁ ପତ୍ର ରହିଥିବ, ତାର ଶିରାଟା ରହିଥିବ ଜାଳକ, ମାନେ ଜାଳ ଭଳିଆ। ଆମର ଯେଉଁ ଜାଳ ରହିଥାଏ, ସେହିପରି ମକରାର ଜାଳ ଭଳିଆ ସେଇ ଜାଳ ଭଳି ରହିଥିବ କାହାର? ପତ୍ରର ଶିରା। ତ ଏବେ ଦେଖିବା, ଦେଖ, କେତେକ ପତ୍ରରେ ତୁମେ ଏକ ମୋଟା ମଧ୍ୟମ ଶିରାର ଉଭୟ ପାର୍ଶ୍ୱରେ
ଜାଳ ପରି ଶିରା ଥିବାର ଦେଖିପାରିବ। ଦେଖ ଏଇ ଯେଉଁ ମନ୍ଦାର ପତ୍ରଟା ଦିଆଯାଇଛି, ଏହି ମନ୍ଦାର ପତ୍ରର ମଝିରେ ଗୋଟେ ମୋଟା ହେଇକି ରହିଛି ଏବଂ ତାର ସାଇଡରେ ଅନେକ ଶାଖା ଶିରା ମଧ୍ୟ ରହିଛି। ସେହି ଶାଖା ଶିରାରୁ ଅନେକ ଗୁଡ଼ିଏ ପ୍ରଶାଖା ଶିରା ରହିଛନ୍ତି। ତ ସେ ଯେଉଁ ପ୍ରଶାଖା ଶିରା ଏବଂ ଶାଖା ଶିରାର ଢାଞ୍ଚା ଗୁଡ଼ିକ ପୁରା ଜାଳ ପରି ରହିଛି, ସେହି କାରଣରୁ ଏହି ଢାଞ୍ଚାକୁ ଆମେ ଜାଳକ ଶିରା ବିନ୍ୟାସ ବୋଲି କହିଥାଉ। ଏବଂ ଉଦାହରଣ କ'ଣ ହେଇଯିବ? ମନ୍ଦାର ପତ୍ର, ଆଉ କ'ଣ ହେବ? ଆମ୍ବ ପତ୍ର, ବରପତ୍ର, ଏସବୁ ହେଇଯିବେ ଆମର ଜାଳକ ଶିରା ବିନ୍ୟାସର ଉଦାହରଣ। ବୁଝି ହେଲା ପିଲାମାନେ? ଆଶା କରୁଛି ଆପଣ ବୁଝି ହେଉଥିବ ଅତି ସହଜ ଏବଂ ସରଳ ଭାଷାରେ। ଯଦି ବୁଝି ହେଉଛି ପିଲାମାନେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ତ ପିଲାମାନେ ଏବେ ଆଗକୁ ଦେଖିବା। ଦେଖ ମୂଳ ଅନୁସାରେ ଉଦ୍ଭିଦମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି। ତ ପିଲାମାନେ ଉଦ୍ଭିଦର ଯେଉଁ ମୂଳ ରହିଥାଏ ସେ ମୂଳକୁ ଆଧାର କରି ଉଦ୍ଭିଦମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଇଗଲା ଆମର ପ୍ରଧାନ ମୂଳ ଏବଂ ଆଉ ଗୋଟେ ହେଇଗଲା ଆମର ଗୁଚ୍ଛ ମୂଳ। ଏବେ ଦେଖ ପ୍ରଧାନ ମୂଳ ଥିବା ଉଦ୍ଭିଦ ଆମେ କାହାକୁ କହିବା? ତ ପିଲାମାନେ ଏବଂ ପ୍ରଧାନ ମୂଳଟା କେଉଁ ଉଦ୍ଭିଦ ମାନଙ୍କରେ ଦେଖାଯାଏ? ତ ପିଲାମାନେ ସମସ୍ତେ ସୋରିଷ ଗଛ ଦେଖିଥିବ। ତ ସୋରିଷ ଗଛର ମୂଳକୁ ଧ୍ୟାନର ସହ ପର୍ଯ୍ୟବେକ୍ଷଣ କର। ତ ପିଲାମାନେ ତମେ କ'ଣ କରିବ? ଗୋଟେ ସୋରିଷ ଗଛ ନେବ ଏବଂ ତାର ମୂଳକୁ ଧ୍ୟାନର ସହିତ ଦେଖିବ। ସେଥିରେ କ'ଣ ଦେଖିବାକୁ ମିଳିବ ପିଲାମାନେ? ଏହି ଗଛର ମୂଳରେ ଗୋଟିଏ ମୁଖ୍ୟ ମୂଳ ଓ ଏଥିରୁ ଉତ୍ପନ୍ନ ହେଉଥିବା ଛୋଟ ପାର୍ଶ୍ୱ ମୂଳ ରହିଥାଏ। ତ ପିଲାମାନେ ଦେଖ, ଯେତେବେଳେ ଆମେ ସୋରିଷ ଗଛକୁ ଧ୍ୟାନର ସହିତ ଦେଖିବା, ଏହିପରି ଗୋଟିଏ ମୁଖ୍ୟ ମୂଳ ରହିଥିବ ଏବଂ ମୁଖ୍ୟ ମୂଳରୁ ଅନେକ ଗୁଡ଼ିଏ ପାର୍ଶ୍ୱ ମୂଳ ମାନେ ରହିଥିବେ। ତ ସେହି ପାର୍ଶ୍ୱ ମୂଳକୁ ଆମେ ଶାଖା ମୂଳ ବା ପ୍ରଶାଖା ମୂଳ ମଧ୍ୟ କହିଥାଉ। ତ ଏହାର ଯେଉଁ ମଝି ମୂଳଟା ରହିଛି, ଏଇ ପ୍ରଧାନ ମୂଳର ଆଖପାଖରେ ଯେଉଁ ମୂଳ ଗୁଡ଼ିକ ଅଛନ୍ତି, ଏଇ ପ୍ରଧାନ ମୂଳଟା ବହୁତ ଟାଣ ହେଇକି ରହିଥାଏ ଏବଂ ଶକ୍ତ ହେଇକି ରହିଥାଏ ଏବଂ ଏଇଟା ସିଧା ଯାଇକି ଆମ ଉଦ୍ଭିଦର କାଣ୍ଡକୁ ଲାଗିକି ରହିଥାଏ। ମାଟି ଉପରେ କାଣ୍ଡ ଲାଗିକି ରହିଥାଏ। ସେହି କାରଣରୁ ଏଇଟା ହେଇଗଲା ଏହାର ପ୍ରଧାନ ଅଂଶ। ତ ମୂଳର ପ୍ରଧାନ ଅଂଶ ହେଇଗଲେ ଏହାର ଆଖପାଖରେ ଅନେକ ଅଛନ୍ତି ଶାଖା ମୂଳ ଏବଂ ପ୍ରଶାଖା ମୂଳ, କିନ୍ତୁ ତାର ହେଡ୍ କିଏ ହେଲା? ପ୍ରଧାନ ମୂଳ। ତ ସେହି କାରଣରୁ ଏହାକୁ କ'ଣ କୁହାଯାଏ ନା ପ୍ରଧାନ ମୂଳ ଉଦ୍ଭିଦ। ବୁଝିହେଲା ପିଲାମାନେ? ତ କୌଣସି ଗଛର ମୂଳ, ଏହି ଗଛର ମୂଳରେ ଗୋଟିଏ ମୁଖ୍ୟ ମୂଳ, ଏଥିରୁ ଉତ୍ପନ୍ନ ହେଉଥିବା ଛୋଟ ପାର୍ଶ୍ୱ ମୂଳ ରହିଥାଏ। ମୁଖ୍ୟ ମୂଳକୁ ପ୍ରଧାନ ମୂଳ କୁହାଯାଏ। ତ ବୁଝିହେଲା ପିଲାମାନେ କାହାକୁ ଆମେ ପ୍ରଧାନ ମୂଳ କହିବା? ତ ଆମ ଉଦ୍ଭିଦର ଯେଉଁ ଅନେକ ଗୁଡ଼ିଏ ମୂଳ ରହିଥାନ୍ତି, ଛୋଟ ଛୋଟ ପାର୍ଶ୍ୱ ମୂଳ, ସେଇ ଛୋଟ ଛୋଟ ପାର୍ଶ୍ୱ ମୂଳଟା ଯେଉଁ ମୂଳକୁ ଲାଗିକି ରହିଥାଏ, ସେହି ଶକ୍ତ ମୂଳ ବା କଠିନ ମୂଳକୁ ଆମେ ପ୍ରଧାନ ମୂଳ ବୋଲି କହିଥାଉ। ତ ବୁଝିହେଲା ପିଲାମାନେ? ଏବେ ଦେଖିବା ଚିତ୍ରରେ ଥିବା ଗଛ ଏକ ସାଧାରଣ ଘାସ ଗଛ ଅଟେ। ତ ପିଲାମାନେ ଦେଖ, ଏଇ ଯେଉଁ ଚିତ୍ରରେ ଦିଆଯାଇଛି, ଏହି ଚିତ୍ରଟା କ'ଣ? ଗୋଟେ ଘାସ ଗଛ। ଏହାର ମୂଳକୁ ଧ୍ୟାନର ସହିତ ଦେଖ। ଏହାର ମୂଳଟା କିପରି ଅଛି? ପୁରା ଜାଳ ଭଳିଆ ଅଛି କି ନାହିଁ? ସବୁ ସରୁ ସରୁ ହେଇକି ଅଛି। ଏଥିରେ କୌଣସି ପ୍ରଧାନ ମୂଳ ନାହିଁ ବା ଶକ୍ତ ମୂଳ ନାହିଁ। ତ ଏସବୁ ମୂଳଟା ଡାଇରେକ୍ଟ କାହାକୁ ଲାଗିକି ରହିଛନ୍ତି? ନା ଏହା କାଣ୍ଡରୁ ସମସ୍ତେ ଉତ୍ପନ୍ନ ହେଇଛନ୍ତି। ଏଥିରେ କୌଣସି କଠିନ ମୂଳ ନାହିଁ। ତ ଏହି ଗଛର ଚେର କାଣ୍ଡର ତଳ ଭାଗରୁ ବାହାରିଥାଏ ଓ ସମାନ ଆକାରରେ ସରୁ ସରୁ ମୂଳର ଏକ ଗୁଚ୍ଛ ଭାବରେ ଦେଖାଯାଏ। ଦେଖ, ଏ ଜାଗାରେ ଯେଉଁ ସରୁ ସରୁ ମୂଳ ରହିଛି, ଏଇଟା ଗୋଟେ କିପରି ଦିଶୁଛି? ପେନ୍ଥା ବା ଗୁଚ୍ଛା ଭଳିଆ ଦେଖାଯାଉଛି, ଚାବି ଗୁଚ୍ଛା। ତ ଏଇଭଳି ଚେରକୁ ଆମେ ଗୁଚ୍ଛ ମୂଳ କହିଥାଉ। ତ ଗୁଚ୍ଛ ମୂଳଟା କେଉଁ ଉଦ୍ଭିଦରେ ଦେଖାଯାଉଛି? ଘାସରେ ଦେଖାଯାଉଛି। ଏବଂ ଆଉ କେଉଁ ଉଦ୍ଭିଦରେ ଦେଖାଯିବ? ମକା ଗଛରେ ଦେଖାଯିବ। ମକା ଗଛରେ କ'ଣ ଦେଖାଯିବ? ଗୁଚ୍ଛ ମୂଳ ଦେଖାଯିବ। ତାପରେ ଆମର ଆଖୁ ଗଛରେ କ'ଣ ଦେଖାଯିବ? ଆଖୁ ଗଛରେ ମଧ୍ୟ ଏହି ଗୁଚ୍ଛ ମୂଳ ଦେଖାଯିବ। ତ ଠିକ୍ ସେହିପରି ପିଲାମାନେ ପ୍ରଧାନ ମୂଳ କେଉଁଠାରେ ଦେଖାଯିବ? ନା ସୋରିଷ ଗଛ, ମନ୍ଦାର ଗଛ, ଏ ପ୍ରକାର ଉଦ୍ଭିଦରେ ପ୍ରଧାନ ମୂଳ ଦେଖାଯିବ ଏବଂ ଘାସ, ମକା, ଆଖୁ ଏହି ପ୍ରକାର ଉଦ୍ଭିଦରେ ଗୁଚ୍ଛ ମୂଳ ଦେଖାଯିବ। ତ ପିଲାମାନେ ଆମେ କ'ଣ କ'ଣ ଦେଖିଲେ? ନା ଉଚ୍ଚତା ଅନୁସାରେ ଉଦ୍ଭିଦମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ତା ଦେଖିଲେ। ତାପରେ ପତ୍ର ଅନୁସାରେ ଉଦ୍ଭିଦମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ସେଇଟା ଦେଖିଥିଲେ। ଏବେ ମୂଳ ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ସେଇଟା ମଧ୍ୟ ଦେଖିଦେଲେ। ଏବେ ଦେଖିବା ବୀଜ ଅନୁସାରେ ଉଦ୍ଭିଦମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି। ବୀଜ ବା ମଞ୍ଜି, ଯାହାକୁ ଆମେ ମଞ୍ଜି ମଧ୍ୟ କହୁଛୁ।
तो मंजी आधार रे पिला माने उद्भिद मानकु दुई भाग रे विभक्त करा जायछि कोन कोन ना गोटे हला दुई बीजपत्री आ गोटे हे जेबो एक बीजपत्री। तो प्रथमे देखिबा आमे दुई बीजपत्री काहाकू कहिबा। तो पिला माने तुमे समस्त चना मंजी देखिथिबो। चना मंजी को जेते बेले आमे दुई भाग करूछु सेटा कोन हो समांतर भाव रे दुई भाग हे पारे। तो ये जो दुई भाग हे पारे से दुई भागटा गोटिए गोटिए यहाँ को आमे कहतु बीज पत्र जो गोटे गोटे भाग रही थाए ताहाको बीज पत्र कुआ जाए। एवं देख तुमरा एटारे गोटे पिक्चर दिया जाइछि देख गोटे फोटो रहिछि एटा गोटे हला चना मंजी ए चना मंजी को जेते बेले आमे दुई भाग करबा दुई फाळ हेकि रहिबो। तो सही गोटे गोटे फाळ को आमे कहिताउ बीज पत्र। तो बुझी हला पिला माने ଏହା कोन होइतै दुई भाग रे विभक्त होइतै। तो प्रत्येक अंश को बीज पत्र कुहा जाए। जेते बेले आमे चना मंजी को दुई भाग करबा दुई भाग हे सारला परे जे गोटे गोटे फाळ रहि जबो सेही गोटे अंश को आमे बीज पत्र कहिताउ। तो पिला माने एबे देखो दुई बीज पत्री काहाकू कहिबा। जेउ गछर मंजी रे दुईटी बीज पत्र थाए सेमानंकु दुई बीज पत्री कुहा जाए। तो बुझी हला पिला माने जेउ उद्भिदर बा जेउ गछर मंजी रे दुईटी बीज पत्र रही थाए सेमानंकु दुई बीज पत्री बोली कुहा जाए। जेपरि कि हमर चना हे गला तापरे झुलेर झुलेर देखिथिबो तुमे समस्त झुलेर खाइथिबो सेही झुलेर मंजी को जेते बेले तुमे दुई भाग करबा सेडा कोन हबो समांतर भाग रे दुईटी बीज पत्र बाहरिबो। सेहीटी दुईटी बीज पत्र रहितबा कारण झुलेर को आमे कोन कहिबा दुई बीज पत्री बोली कि कहिता। एबे देखिबा पिला माने एक बीज पत्री। एक बीज पत्री काहाकू कहिबा मका रे गोटिए पतला बीज पत्र रही थाए। तो मका गछर जो मंजी रही थाए सेटारे गोटे मात्र बीज पत्र रही थाए। एहाकू जदि आमे दुई भाग करबा सेटा दुई भाग करि हेबो नाही काहेकि ता देरे गोटे मात्र बीज पत्र रहिछि। एपरि मंजी थिबा गछको एक बीज पत्री कुहा जाए। अर्थात जेउ उद्भिदर मंजी मात्र गोटिए बीज पत्र रही थाए सेही प्रकारर उद्भिद को आमे एक बीज पत्री उद्भिद बोली कि मध्य कहि थाउ। तो यार उदाहरण की हेजिबा ना मका हेजिबा हमर उदाहरण। तो बुझी हला पिला माने एबे देखिबा किछि गुरुत्वपूर्ण तथ्य। तो उद्भिदर आमे कोन कोन देखिले उद्भिदर मूल को आधार करी देखिथिले उद्भिद मानकु केते भाग रे विभक्त करा जाइछि दुई भाग रे विभक्त करा जाइछि। से गुडी कहला कोन प्रधान मूल एवं गुच्छ मूल पत्र को पत्रर शिरा को आधार करिके दुई भाग रे विभक्त करा जाइतिला जालक शिरा विन्यास एवं समांतराल शिरा विन्यास। तापरे बीज को आधार करिके दुई भाग रे विभक्त करा जाइतिला एक बीजपत्री एवं दुई बीजपत्री उद्भिद एवं उच्चता को आधार करिके चारि भाग रे विभक्त करा जाइतिला। उच्चता एवं कांड को आधार करके चारि भाग रे विभक्त करा जाइतिला कोन कोन बुदा गुल्म वृक्ष बा गछ एवं लता। तो एबे लास्ट रे देखिबा पिला माने इमानक मध्य रे कोन कोन संपर्क रही थाए। तो देखा उद्भिदर पत्रर शिरा विन्यास मूलर प्रकार एवं बीजपत्र संख्या मध्य रे तुमे कोन संपर्क देखुछ। ए जो रहिछि पत्रर शिरा विन्यास मूलर प्रकार एवं आम बीजपत्र एही बीजपत्रर संख्या मध्य रे तुमे कोन पार्थक्य देखिबा को पाइल कि आम पई गोटे प्रश्न। एबे देख एही मध्य रे कोन कोन पार्थक्य रही थाए। तो देख पिला माने दुई बीजपत्री उद्भिद रे जालक शिरा विन्यास देखा जाए हां ना नहीं देखा जाए। बर गछ देखि मते बर फलर कोन है दुई बीजपत्री ही रही थाए एवं तार पत्र रे कोन जालक शिरा विन्यास देखा जाए एवं तार मूलडा किपरि रही थाए प्रधान मूल गोटे रहितबा शक्त मूल प्रधान मूल का कहबा गोटे शक्त मूल रहितबा एवं तार चारि पाखरे अनेक गुडिया छोट छोट मूल रहितबा सेही छोट छोट मूल जो मूल को लागि कि रहितबा सेही मूल को आमे प्रधान मूल बोली कि कहिताउ हां कि नै। एबे देखिदबा कोन थाए दुई बीजपत्री उद्भिद रे जालक शिरा विन्यास देखा जाए एवं प्रधान मूल रही थाए। ठीक सेही परि पिला माने एक बीजपत्री उद्भिद रे समांतराल शिरा विन्यास देखा जाए एवं गुच्छ मूल रही थाए। एहाको सब बेले मने रखितबा पिला माने एक बीजपत्री उद्भिद रे कोन रही थाए ना समांतराल शिरा विन्यास रही थाए एवं गुच्छ मूल देखा जाए। एही प्रकारर उद्भिद को आमे डायरेक्ट कहि परिबा एक बीजपत्री। जदि कोनोसी उद्भिद रे गुच्छ मूल रहितबो त सेडा कि प्रकार उद्भिद हेतिबो ना एक बीजपत्री हेतिबो एवं तार शिरा विन्यासटा समांतराल हेतिबो। जदि गोटे उद्भिदर बीजपत्र हेछि दुई बीजपत्री तो सेडा कोन हेतिबे
ତା ପତ୍ରର ଢାଞ୍ଚା କିପରି ଥିବ, ଜାଳକ ଶିରା ବିନ୍ୟାସ ଏବଂ ତାର ମୂଳ ହେଇଥିବ ପ୍ରଧାନ ମୂଳ। ତ ଏହିପରି ଭାବରେ ଆମେ ଉଦ୍ଭିଦ ମାନଙ୍କୁ ଶ୍ରେଣୀ ବିଭାଗ କରିପାରିବା। ତ ପିଲାମାନେ ଆଜି ଭିଡ଼ିଓରେ ଏତିକି, ପୁଣି ଦେଖାଇବା ଆଉ ଗୋଟେ ନୂଆ ଭିଡ଼ିଓରେ, ସେଇଠି ଆମେ ଡିସ୍କସନ୍ କରିବା ପ୍ରାଣୀମାନଙ୍କୁ କିପରି ଶ୍ରେଣୀ ବିଭାଗ କରିବା। ତ ପିଲାମାନେ ଆଜି ପାଇଁ ଏତିକି। ତ ସେ ପର୍ଯ୍ୟନ୍ତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।